ମୁଁ ଜିତେନ୍ଦ୍ର କୁମାର ମହାନ୍ତି। ଆମ ଘର ହେଉଛି ବରତଣ୍ଡା, ସୁକିନ୍ଦା, ଯାଜପୁର ଜିଲ୍ଲାର ଗୋଟେ ଛୋଟ ଗାଁ। ଆମ ଗାଁ ବରତଣ୍ଡା। ମୁଁ ଯେଉଁ ନ୍ୟାସନାଲ ବେଷ୍ଟ ରାଇଟର ଆଣ୍ଡ ଅଥର ଯେଉଁ ଆୱାର୍ଡ଼ ପାଇଛି ୱାର୍ଲଡ ଚାରିଟି ୱେଲଫେୟାର ଫାଉଣ୍ଡେସନ ତରଫରୁ, ଯେଉଁଟାକି ମୁଁ ନାଟକ ଗୋଟେ ଲେଖିଥିଲି, ପ୍ରମାଣ ଦେଲେ ମୁଁ ଇସ୍ତଫା ଦେବି। ଆଉ ଗୋଟେ ନାଟକ ବିଧାତା କରିଛି ଭୁଲ ବିଚାର। ଆଉ ଗୋଟେ ନାଟକ ବି ମୋର ଥିଲା ପ୍ରେମ ବାହାଘର ଭାରି ଡେଞ୍ଜର, ଯାହାକି ଫାଉଣ୍ଡେସନ ତରଫରୁ ଦିଲ୍ଲୀରେ ତାକୁ ସିଲେକ୍ସନ କରାହେଇକି ମୋତେ ଶତାବ୍ଦୀ ଭବନ କଟକରେ ଟ୍ରଷ୍ଟ ବୋର୍ଡ଼ ଅଣ୍ଡରରେ ଯେଉଁ ଫାଉଣ୍ଡେସନ ତରଫରୁ ଯେଉଁ ପୁରସ୍କୃତ କରାଯାଇଛି, ନିଜକୁ ବହୁତ ଗର୍ବ ମନେ କରୁଛି। ଏବଂ ଏହା ମୋ ବାପା ମାଆଙ୍କର ଆଶୀର୍ବାଦ ବୋଲି ଏବଂ ଆମ ଗାଁ ଆମ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କରୁଛି। ମୁଁ କାଲି ଆୱାର୍ଡ଼ ପାଇଲା ପରେ ମୁଁ ନିଜେ ବି ଚିନ୍ତା କରିନଥିଲି ଯେ ହଁ ମୁଁ ସେଥିରେ ସିଲେକ୍ସନ ହେଇଯିବି ବୋଲି। ମୁଁ 2023ରେ ଲେଖିକି ଦେଇଥିଲି। ମୁଁ ନିଜେ ବି ଚିନ୍ତା କରିନଥିଲି। କାଲି ଯେତେବେଳେ ହଠାତ୍ ଯେତେବେଳେ ମୋ ପାଖକୁ ଚିଠି ଆସିଥିଲା ଆଜି 10-15 ଦିନ ପୂର୍ବରୁ, ମୋତେ ବହୁତ ଖୁସି ଲାଗିଥିଲା ଏବଂ ଆମ ପରିବାର, ମୋ ବାପା ବୋଉ ବହୁତ ଖୁସି ଥିଲେ ଏବଂ ଆମ ଗାଁ, ମୋ ସାଙ୍ଗସାଥି ସମସ୍ତେ ମୋତେ ଉତ୍ସାହିତ କରିଛନ୍ତି। ମୁଁ ହେଉଛି ଅଧୀର କୁମାର ମହାନ୍ତି, ଯେ ମହାଲକ୍ଷ୍ମୀ ହାଇସ୍କୁଲର ରିଟାୟାର୍ଡ ଟିଚର। ପ୍ରେରଣା ନିଶ୍ଚିତ ଆମ ପରିବାର ଗୋଟେ କଳା ପରିବାର। ମୋ ବଡ଼ ଭାଇ ଥିଲେ ରାଜକିଶୋର ମହାନ୍ତି। ସେ ନାଟକ ତଥା ଏଇ ଅଭିନୟରେ ସେ ନିପୁଣ ଅଭିନୟ କରିକିରି ପ୍ରଶଂସିତ ହେଇଛନ୍ତି। ତେଣୁ ମୁଁ ବି ଅଭିନୟ କରେ, ତେଣୁ ପୁଅ ବି ଅଭିନୟ କରେ ଏବଂ ସେ ପ୍ରେରଣା ଆମ ପରିବାରରୁ ପାଇଛି, ଆମମାନଙ୍କର କତରୁ ପାଇଛି ଏବଂ ସେ ନିଶ୍ଚିତ ଭାବରେ ଯେ ଆଜି ଯେଉଁ ସୁନାମ ଅର୍ଜନ କରିଛି ସେଥିଲାଗି ଆମେ ବହୁତ ଗର୍ବିତ, ବହୁତ ଖୁସି ଅଛୁ ଯେ ଭଗବାନ ନିଶ୍ଚିତ ଭାବେ ଆମ ପରିବାରର ନାଁ ରଖିଛନ୍ତି, ପୁଅ ରଖିଛି, ସେଥିଲାଗି ଆମେ ବହୁତ ଖୁସି। ନିଶ୍ଚିତ ଭାବେ ଜାରି ରହିବ ଏବଂ ପ୍ରେରଣା ନିଶ୍ଚିତ ପାଇବ। এটা ଜାରି ରହିକିରି ନିଶ୍ଚିତ ଭାବେ ଯେତେବେଳେ ଓଡ଼ିଶାରେ ନାମ କରିଛି, ନିଶ୍ଚିତ ସର୍ବଭାରତୀୟ କ୍ଷେତ୍ରରେ ମଧ୍ୟ ନାମ କରିବ ବୋଲି ମୋର ଆଶା ଓ ବିଶ୍ୱାସ। ପାଇଛି ବହୁତ ଖୁସି ଆମେ। କେତେ ଦିନ ହେଲା ସେ ଏମିତି ଲେଖିଥିଲେ? ସେ ଲେଖିଥିଲା 2 ବର୍ଷ 3 ବର୍ଷ ଖଣ୍ଡେ। କେତେ ଖୁସି ଅଛନ୍ତି? ବହୁତ ଖୁସି। ଏଇନେ ଆଉ କଣ କହିବେ? ଲେଖିବ। ଲେଖିବ।